ତ ମାଲିକେ ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ବିନା ପିଆଜ ରସୁଣରେ ବନେଇବା ସୋୟାବିନରେ ଗୋଟେ ସୋୟା ପୁଲାଉ। ଦେଖିପାରୁଥିବେ କେଡ଼େ ବଡ଼ ସଉଦା ଲିଷ୍ଟ। ତ ଫଟାଫଟ ଡେରି ନକରି ସଉଦା ଆଣିବା ଆଉ ବନେଇବା ସୋୟା ପୁଲାଉ। ସୋୟା ପୁଲାଉ ବନେଇବା ପାଇଁ ପ୍ରଥମେ ମୁଁ ଯାଇଥିଲି ଗ୍ରୋସରୀ ଦୋକାନକୁ। ଗ୍ରୋସରୀ ଆଇଟମ୍ ଯାହା ସବୁ ଲେଖା ହେଇଥିଲା ସେ ସବୁ ଯାକ କଲେକ୍ଟ କଲି ପ୍ରଥମେ। ତାପରେ ଯାଇଥିଲି ଆମର ପରିବା ଦୋକାନକୁ, କାହିଁକିନା ସୋୟା ପୁଲାଉରେ ସବୁ ପ୍ରକାର ମିଶ୍ରଣ ପରିବା ପଡ଼ିକି ହୋଇଥାଏ। ତ ଫଟାଫଟ ପରିବା ନେଇ ଘରକୁ ଗଲି। ଆରେ ବାପରେ, ପୁଲାଉ ବନିବ ଅଳ୍ପ କିନ୍ତୁ ପରିବା ହୋଇଗଲେ 2 ଜରି। ତ ଦେଖିପାରୁଥିବେ କେତେ ସାରା ପରିବା ମୁଁ କଲେକ୍ଟ କରିଛି। ପ୍ରଥମେ ତ ସୋୟାବିନ୍କି ପାଣିରେ ଭିଜେଇଥିଲି ଫୁଲିବା ପାଇଁ। ତାପରେ ଆଣିଥିବା ଗାଜର, ବିମ୍, ଆଳୁକୁ ଗୁଣ୍ଡ ଗୁଣ୍ଡ କରି କାଟିକି ପାଣିରେ ଭିଜେଇଥିଲି। ଯେକୌଣସି ବି ରୋଷେଇ କରନ୍ତୁ ନା କାହିଁକି, ଚୁଲିରେ ରୋଷେଇ କରିବା ଟେଷ୍ଟ କିଛି ଅଲଗା ହୋଇଥାଏ। ପ୍ରଥମେ ତକ ହାଣ୍ଡିରେ ପାଣି ଦେଲୁ ଆଉ ତା ଦେହରେ କିଛି ଗୋଟା ମସଲା ଆଉ ଘିଅ ଦେଇକି ଫୁଟେଇବାକୁ ଲାଗିଲୁ। କରିଥିବା ଉଷୁମ ପାଣିରେ ପ୍ରଥମେ ଆମ ଚାଉଳ ଗୁଡ଼ା ପକେଇ ଦେଇକି ଭଲସେ ଫୁଟେଇ ଦେଲୁ, କାହିଁକିନା ଚାଉଳ ଅଧିକା ସମୟ ଫୁଟିଲେ ସେସବୁ ଜାଉ ହୋଇଯିବ। ତାକୁ ସେଥିପାଇଁ ଗୋଟେ ଫାଙ୍କା ପାତ୍ରକୁ କାଢ଼ି ନେଲୁ। ତାପରେ ଏକ ହାଣ୍ଡିରେ କିଛି ଗୁଆ ଘିଅ ଦେଇକି ଭଲସେ ଗୋଟା ମସଲାକୁ ଭାଜିଲୁ ଆଉ ମ୍ୟାରିନେଟ୍ କରିକି ରଖାହେଇଥିବା ସବୁ ପନିପରିବାକୁ ସେ ହାଣ୍ଡିରେ ପକେଇକି ଭଲସେ ଘାଣ୍ଟିବାକୁ ଲାଗିଲୁ ଯେମିତି ସିଝିଯିବ। ତ ଦେଖିଥିବେ ପରିବା ସବୁ ଅଲମୋଷ୍ଟ ସିଝିଗଲାଣି। ସାଇଡ଼ରେ କଢ଼ାଇ ରଖାହେଇଥିବା ବିରିୟାନୀ ଚାଉଳକୁ ଭଲସେ କୋଟିଂ କରି ଦେଇଦେବା ଆଉ କିଛି ସମୟ ଛାଡ଼ିଦେବା ସିଝିବା ପାଇଁ। ସୋୟା ପୁଲାଉ ତ ଅଲମୋଷ୍ଟ ହୋଇଗଲାଣି। ତା ଦେହରେ ଟିକେ କିଛି ଗୁଣ୍ଡ ମସଲା, ଧନିଆ ପୋଦିନା ପତ୍ର, କିଛି ଭଜାଇ ରଖାହେଇଥିବା କାଜୁ କିସମିସ୍ ଆଉ ତାର ବାସ୍ନାକୁ 2 ଗୁଣା କରିବା ପାଇଁ ଟିକେ ଘିଅ ମାରିଦେବା। ଶେଷରେ ଫୁଡ୍ କଲର୍ ଦେଇକି ଭଲସେ ସଜେଇ ନେବା। ଏବେ ଆମର ପ୍ରସ୍ତୁତ ହୋଇଛି ସୋୟା ପୁଲାଉ। ଚାଲନ୍ତୁ ଆର ଟେଷ୍ଟ କରିବା ଆଉ ଦେଖିବା କେମିତି ଲାଗେ। ସତରେ ସାଙ୍ଗମାନେ ଆର ଟେଷ୍ଟଟା ଏତେ କଷ ହୋଇଥିଲା କହିଲେ ନ ସରେ। ଭିଡ଼ିଓଟି ଯଦି ଭଲ ଲାଗେ ନିଶ୍ଚୟ ଲାଇକ୍, କମେଣ୍ଟ, ସେୟାର କରିବେ। ରହୁଛି ଜୟ ଜଗନ୍ନାଥ।